ନାଇଁ ନାଇଁ ଆମର ମତ ହେଲା ଯେ ଆଜି ସେ ଘରୋଇ ହିଂସା ଉପରେ ଆମର ଆଲୋଚନା ଚକ୍ର ହେଉଛି। ଏଠି ଯେଉଁ ମାନେ ଆସିଛନ୍ତି ମାନେ ବକ୍ତା ସେମାନଙ୍କର ଏଇ ଘରୋଇ ହିଂସା ସମ୍ପର୍କିତ ଜ୍ଞାନ ଅଛି। ଆଉ ସେମାନେ ଆମର ଯେଉଁ ମାନେ ପାର୍ଟିସିପେଣ୍ଟ ଏଠି ଅଛନ୍ତି ଆଲୋଚନା ଚକ୍ରରେ ସେମାନେ ଏ ବିଷୟରେ ସଚେତନ ହେବେ ଯେ ଘରୋଇ ହିଂସା କହିଲେ ଯେ କେବଳ ସ୍ୱାମୀ ସ୍ତ୍ରୀ ଭିତରେ ଝଗଡ଼ା ବା ବାଡ଼ିଆ ପିଟା ବା ସେପାରେସନ୍ ହେଇଯାଉଛି ଡିଭୋର୍ସ ହେଇଯାଉଛି ତା ନୁହେଁ। ଏହାର ବିଭିନ୍ନ ଅନ୍ୟାନ୍ୟ ଦିଗ ବି ଅଛି। ଏଟା ସାମାଜିକ ଦିଗ ଅଛି ଏବଂ ମନସ୍ତାତ୍ତ୍ୱିକ ଦିଗ ବି ଅଛି। ତ ଏଇ ସବୁ ଦିଗ ଉପରେ ଆଜି ଆଲୋକପାତ କରିବେ ଆମର ଯେଉଁମାନେ ବକ୍ତା ଅଛନ୍ତି। ଏହାର ବହୁତ କାରଣ ଥାଇପାରେ। ଗୋଟେ ପ୍ରଥମ କାରଣ ହେଉଛି ଯେ ବର୍ତ୍ତମାନ ଲୋକମାନଙ୍କର ଯେଉଁ ଜଏଣ୍ଟ ଫ୍ୟାମିଲି ଥିଲା ସବୁ ଭାଙ୍ଗି ଯାଇଛି। ଆଉ ସବୁ ଗୁଡ଼ାକ ଅଧିକାଂଶ ଘର କହିଲେ ପରିବାର ନିଜେ ସ୍ୱାମୀ ସ୍ତ୍ରୀ ଏବଂ ନିଜ ପିଲା ବ୍ୟତୀତ ଜଏଣ୍ଟ ଫ୍ୟାମିଲି କନସେପ୍ଟ ଆଉ ନାହିଁ, ଆସ୍ତେ ଆସ୍ତେ ଭାଙ୍ଗି ଯାଉଛି। ଆଉ ଯେଉଁ ଏକ୍ସପୋଜର୍ ମିଳୁଛି ପିଲାମାନଙ୍କୁ ଆଉ ସଦସ୍ୟମାନଙ୍କୁ ସୋସିଆଲ ମିଡ଼ିଆରେ ହେଉ ବା ବାହାର ଅନ୍ୟ ମେନ୍ ଷ୍ଟ୍ରିମ୍ ମିଡ଼ିଆରେ ହେଉ, ତ ଏହା ଦ୍ୱାରା ବସ୍ତୁକେନ୍ଦ୍ରିକ ହେଇଯିବା ଦ୍ୱାରା ଆଉ ଲୋକଙ୍କର ଯେଉଁ ମାନେ ରହୁଛି ଆଶା ଆକାଂକ୍ଷା ସବୁ ଭୋଗ ବିଳାସ ପ୍ରତି ଆଉ ତା'ର ଯେଉଁ ପୂରଣ ହେଇପାରୁନି, ତ ସେଥିପାଇଁ ବି ଗୋଟେ କାରଣ ଯେଉଁଥିପାଇଁ ଏସବୁ ଘର ହିଂସା କମାଇବା ପାଇଁ ସଚେତନତା ଦରକାର। ଆଉ ସବୁଠୁ ବଡ଼ କଥା ହେଲା ଯେ ହିଂସା ପୂର୍ବରୁ ଫିଜିକାଲି ହିଂସା ହେବା ପୂର୍ବରୁ ପରିବାରରେ ଯଦି ସମସ୍ତେ ସଚେତନ ହେଇଥିବେ ସେ ହିଂସାଟାକୁ ରୋକି ହେବ। ଆଉ ସେଇଟା କେବଳ ସବୁଠୁ ଭଲ ମାଧ୍ୟମ ହେଉଛି ପରସ୍ପରର ଭାବର ପୁଣି ଆଦାନ ପ୍ରଦାନ ହେବ। ସବୁ ସମସ୍ୟାକୁ ସାମୂହିକ ଭାବେ ଯଦି ତାକୁ ବିଚାରକୁ ନେଇକରି ତାକୁ ସମାଧାନ କରିବାର ଚେଷ୍ଟା କରାଯିବ। ମୁଁ ଭାବୁଛି ମୋ ନାଁ ଦିବାକର ମହାଳି। ମୁଁ ସ୍ନେହ ଅର୍ଗାନାଇଜେସନରେ ଦୀର୍ଘ 10 ବର୍ଷ ଧରି କାମ କରୁଛି। ଆମେ ପର୍ଟିକୁଲାରଲି ସାଲିଆସାହିରେ ଫୋକସ୍ କରୁଛୁ ଘରୋଇ ହିଂସା ଜନିତ ଯେଉଁ ସମସ୍ୟା ହେଉଛି ତାକୁ କେମିତି ରୋକାଯାଇପାରିବ। ନାଇଁ ଆପଣ ଦେଖନ୍ତୁ, ଆପଣ ପଳେଇ ଯାଆନ୍ତୁ 10 ବର୍ଷ ତଳକୁ ଯେଉଁ ମାତ୍ରାରେ ଘରୋଇ ହିଂସା ଚାଲିଥିଲା, ବର୍ତ୍ତମାନ ଘରୋଇ ହିଂସା ପାଖାପାଖି 80% କମିଯାଇଛି। ଆଉ ଯେଉଁ 10-20 ଲୋକ ଶିକ୍ଷିତ ହେବାରୁ ଏଇଟା କମୁଛି। ଆପଣ ଭାବୁଛନ୍ତି ଯେଉଁ ବଢ଼ୁଛି, ନାଇଁ ସେଇଟା ନୁହଁ। ଟିଭି ମିଡ଼ିଆ ଖବରକାଗଜରେ ବହୁତ ଦେଖାଉଛି ଘରୋଇ ହିଂସା ବଢ଼ୁଛି, କିନ୍ତୁ ପୂର୍ବ ମାତ୍ରାରେ ଯିବେ ଯେଉଁଟା ଚାପି ହେଇ ରହିଯାଉଥିଲା, ଏବେ ଆମେ ଲୋକ ଆୱାର ହେଲେଣି, ଲୋକ ଏଇଟାକୁ ପଦାରେ ପକାଇ ଦେଉଛନ୍ତି କିଛି ଲୋକ, କିନ୍ତୁ ଘରୋଇ ହିଂସା କମିଛି। ଦେଖନ୍ତୁ ସାର୍, ଆମେ ବର୍ତ୍ତମାନ ତ ଷ୍ଟାର୍ଟ କରୁଛୁ ଘରୋଇ ହିଂସା ଜନିତ କାର୍ଯ୍ୟକ୍ରମ ଆମେ ଆଗରୁ କରୁଥିଲୁ। ତାପରେ ଆମେ ସାଲିଆସାହିରେ ଶାନ୍ତି କମିଟି ଗଢ଼ିଛୁ। ଆପଣ ଜାଣିଥିବେ 9ଟା ଖଣ୍ଡେ ଶାନ୍ତି କମିଟି ଗଢ଼ିଛୁ, ଯେଉଁମାନେ କି ଶାନ୍ତି କମିଟି ମାଧ୍ୟମରେ ଯାହା ଘରୋଇ ହିଂସା ହେଉଛି ସେମାନେ ସମାଧାନ କରୁଛନ୍ତି। ତାହା ସହିତ ଗୋଟେ ନୂଆ ପ୍ରକ୍ରିୟାକୁ ଆମେ ଆପଣେଇଛୁ, ରେଷ୍ଟୋରେଟିଭ୍ ଜଷ୍ଟିସ୍। ରେଷ୍ଟୋରେଟିଭ୍ ଜଷ୍ଟିସ୍ ମାଧ୍ୟମରେ ଆମେ ଏଇ ଘରୋଇ ହିଂସା ଜନିତ ଯେଉଁ ସମସ୍ୟା ହେଉଛି ତାକୁ ରୋକିବାକୁ ମୁଁ ଭାବୁଛି। ଆମର ଯେଉଁ 9ଟା ସାହିରେ ଯେତିକି ଘରୋଇ ହିଂସା ହେଉଥିଲା ପାଖାପାଖି 90% କମିଯାଇଛି। ହିଂସା ଦେଖନ୍ତୁ, ହିଂସା ତ ବିଭିନ୍ନ ପ୍ରକାର ଥାଇପାରେ। ଗୋଟେ ଶାରୀରିକ ହିଂସା ଅଛି, ମାନସିକ ହିଂସା ଅଛି, ବିଭିନ୍ନ ପ୍ରକାର ସମସ୍ୟା ଜନିତ ହିଂସା ହେଉଛି। ମୁଁ ଭାବୁଛି ଲୋକ ଆୱାର ହେଉଛନ୍ତି, ଟିଭି ମିଡ଼ିଆରେ ବହୁତ କିଛି ଜିନିଷ ଦେଖୁଛନ୍ତି ଯଦ୍ୱାରା ଘରୋଇ ହିଂସା ବଢ଼ୁଛି। ସେଇଟା ହେଇପାରେ। ସାରା ଓଡ଼ିଶାରେ ବର୍ତ୍ତମାନ ଘରୋଇ ହିଂସା ଚାଲିଛି। ଆପଣମାନେ ଓଡ଼ିଶା ନାଇଁ, ଆମେ ବର୍ତ୍ତମାନ ଇନିସିଏଟ୍ ନେଇଛୁ, ଷ୍ଟାର୍ଟ କରିଛୁ। ଏ କାର୍ଯ୍ୟକ୍ରମଟା ଆଜି ଷ୍ଟାର୍ଟିଂ ପୋଜିସନ୍ ଅଛି। ସାରା ଓଡ଼ିଶା ସାରା ବୁଲିବେ? ଚେଷ୍ଟା କରିବା। ଯେଉଁ ଜାଗାରେ ଆଜି ଗୋଟେ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର ହେଉଛି, କିଛି ମାତ୍ରାରେ ଲୋକ ଆୱାର ହେବେ। ଏମାନେ ଯେଉଁମାନେ ଅଛନ୍ତି ସେମାନେ ବି ଆୱାର କରେଇବେ। ସାର୍ ଦେଖନ୍ତୁ, ଆମର କାଉନସିଲର ଅଛନ୍ତି। ଆମର କାଉନସିଲରମାନଙ୍କ ଦ୍ୱାରା ତାଙ୍କୁ କାଉନସିଲିଂ କରିକିରି, ଏବଂ ଆମର ପ୍ୟାନେଲିଷ୍ଟ କାଉନସିଲର ବିଭିନ୍ନ କୋର୍ଟରେ ବିଭିନ୍ନ ଜାଗାରେ କାମ କରୁଛନ୍ତି। ଆମକୁ ତାଙ୍କ ଦ୍ୱାରା ଟେଲିଫୋନିକ୍ କାଉନସିଲିଂ କରିବୁ। ଏବଂ ଆମର ଯେଉଁମାନେ କାଉନସିଲର ସ୍ନେହର ନିଜର ଅଛନ୍ତି, ବକ୍ତବ୍ୟ ରହିବ ଯେ ଦେଖନ୍ତୁ ଦେଶ ଆଗେଇଲାଣି, ଯୁଗ ବି ଆଗେଇଗଲାଣି। ଯୁଗ ଅନୁସାରେ ଆମେ ଖାପ ଖାଇବାକୁ ହେଲେ ଆମେ ଯେଉଁ ମନ ଭିତରେ ଯେଉଁ ଛୋଟିଆ ହିଂସା ରାଗ ରଖୁଛେ ତାକୁ ଟିକେ କମେଇବା ଏବଂ ଘରେ ଭିତରେ ଟିକେ ମିଶିକିରି ଚଳିବା। ସଫଳ ହେଲେ ଗୋଟେ କଲ୍ କରିବେ, ଆଉ ସେତିକିରେ ଆମେ ବହୁତ ଖୁସି ହେଇଯିବୁ। ମୋ ନମ୍ବର ହେଉଛି 9040303710। ମୋ ନାଁ ଦିବାକର ମହାଳି।